ଆଜି ଏକ ସୁନ୍ଦର କାହାଣୀ ଶୁଣିବା ଯାହାର ନାଁ ହେଉଛି ଅପହୃତା। ନିର୍ଲଜ ନିଷ୍ଠୁର ରାତିଟା କେମିତି ଏତେ ଦିନ ତିଷ୍ଠିଛି କେଜାଣି, ସାଉଁଟି ରଖିଛି ନିଜ ଛାତିର କଳା ଦୁନିଆରେ କେତେ ଜୀବନର କଳାମୟ ପୃଷ୍ଠା ସବୁ। ତଥାପି ପାଲଟିନି ସେ ନିର୍ଜୀବ, ବଞ୍ଚିଥିବ ଯୁଗ ଯୁଗ ପରେ ମୂକ ସାକ୍ଷୀ ହୋଇ। ଆଜି ପୂର୍ଣ୍ଣମୀ, ଦୂର ଗଗନରେ ଜହ୍ନ ଦେଖାଦେବ ପୂର୍ଣ୍ଣ ହୋଇ। ନିଜ ଭଉଣୀ ପୃଥିବୀର ସନ୍ତାନ ସନ୍ତତିଙ୍କ ମନ ମୋହିବ ନିଜ ଶୀତଳ କିରଣକୁ ଅଜାଡ଼ି ଦେଇ। ହେଲେ ଏ କ'ଣ, ଆଜି ପୂର୍ଣ୍ଣମୀ ରାତିଟା ଅମାବାସ୍ୟାର ଭ୍ରମ ସୃଷ୍ଟି କରୁଛି। କଳାହାଣ୍ଡିଆ ମେଘ ଘୋଡ଼େଇ ଦେଇଛି ଜହ୍ନକୁ, ତୁହାକୁ ତୁହା ମେଘ ଅଜାଡ଼ି ଦେଉଛି। ସୌଦାମିନୀ ଚକ୍ ଚକ୍ କଲା ପରେ ଅନ୍ଧାର ଭିତରେ ଗଛପତ୍ର ସବୁ ଭୂତ ପରି ଦେଖାଯାଉଛନ୍ତି। ସୁନିତା ଝରକା ଦେଇ ବାହାରକୁ ଚାହିଁଛନ୍ତି। କିଛି ତ ଦିଶୁନି। ସେ ଦେଖୁଛନ୍ତି କ'ଣ? ଶରୀରଟା ଦାଣ୍ଡ ଆଡ଼କୁ ମୁହଁ କରି ଠିଆ ହୋଇଛି, ହେଲେ ମନ ଅତୀତର ଗହୀରିଆ ନଦୀ ଭିତରେ ବୁଡ଼ି ଯାଇଛି। ସେଦିନ ଥିଲା ଏମିତି ଏକ ଅମାବାସ୍ୟା ଭ୍ରମ ସୃଷ୍ଟି କରୁଥିବା ପୂର୍ଣ୍ଣମୀ ରାତି। ଚାରିଆଡ଼େ କଳାହାଣ୍ଡିଆ ମେଘର ରାଜୁତି। ମୁହଁକୁ ମୁହଁ ଦିଶୁନଥିଲା, ତଥାପି ଭ୍ରୂକ୍ଷେପ ନଥିଲା ତାର। ଏକ ମୁହାଁ ଚାଲିଥାଏ ଆଗକୁ ଆଗକୁ, ଟିକିଏ ବି ଭୟର ଆଭାସ ନଥିଲା। କିଛି ଗୋଟେ କୁହୁଳୁଥିଲା ତା ଭିତରେ, ମନ କି ଆତ୍ମା ଠିକ୍ରେ ଜାଣି ହେଉନଥିଲା। କିଛି ବାଟ ପରେ ପାଦ ଆଉ ବଢ଼ି ପାରିଲାନି ଆଗକୁ। ବଳ ନଥିଲା ତା ପାଖରେ ଆଗକୁ ଆଗେଇବା ପାଇଁ। ପଡ଼ିଗଲା ରାସ୍ତା ମଝିରେ। କିଛି ସମୟ ପରେ ଅନ୍ଧାରକୁ ଚିରି ସେହି ରାସ୍ତା ଦେଇ ଯାଉଥିଲା ଏକ ମୋଟର ଗାଡ଼ି। ମଝି ରାସ୍ତାରେ ଏ ଅନ୍ଧାର ବର୍ଷା ରାତିରେ କେହି ଜଣେ ପଡ଼ିଥିବା ଦେଖି ଅଟକିଗଲା। ଗାଡ଼ି ଭିତରୁ ଓହ୍ଲାଇ ପଡ଼ିଲେ ମହେନ୍ଦ୍ର। ନାଡ଼ି ଚିପି ଦେଖିଲେ ଝିଅଟା ବଞ୍ଚିଛି। ଆଖପାଖ ଦେଖିଲେ କେହି ନାହାନ୍ତି। ଗାଡ଼ିର ପଛ ସିଟ୍ରେ ଝିଅକୁ ଶୁଆଇ ଦେଲେ, ନେଇ ଆସିଲେ ଘରକୁ। ମହେନ୍ଦ୍ରଙ୍କ ହାତରେ ଝିଅଟିକୁ ଦେଖି ପ୍ରଶ୍ନ କଲେ ସୁନିତା। 12-14 ବର୍ଷର ଝିଅଟି, ପତଳା ଗୋରା, ମୁହଁଟି ଉଜ୍ଜ୍ୱଳ ଦିଶୁଛି। ମହେନ୍ଦ୍ର ସୁନିତାଙ୍କୁ ଗରମ ଉପଚାର ପାଇଁ କହିଲେ। ନିଜେ ଝିଅର ପାଦ ଦୁଇଟି ଘଷି ଦେଲେ। ମହେନ୍ଦ୍ରଙ୍କଠାରୁ ସବୁ ଶୁଣି ସୁନିତା ନୀରବ ରହିଲେ। କିଛି ସମୟ ପରେ ଝିଅର ହୋସ୍ ଆସିଲା। ସୁନିତା ଉଷୁମ କ୍ଷୀର ପିଇବାକୁ ଦେଲେ ଓ ମୁଣ୍ଡକୁ ଆଉଁସି ଦେଲେ। ବିବାହର 15 ବର୍ଷ ପୁରିଲାଣି, ତଥାପି ତାଙ୍କର କୋଳ ଶୂନ୍ୟ। ଏଥିପାଇଁ ଅବଶ୍ୟ ସେ ଭଗବାନଙ୍କୁ ଦାୟୀ କରିପାରିନାହାନ୍ତି। ଆଜି ଝିଅଟିଏ ପାଇଛନ୍ତି ବୋଲି ଖୁସି ହେଉଛନ୍ତି। ଝିଅଟି ନିଜ ନାମ କହିଲା ଗୀତା। ତାର ସ୍ୱରରେ ଏକ ଆକର୍ଷଣ ଥିଲା। ସୁନିତାଙ୍କୁ ଆପଣାର ଲାଗିଲା। ସେ କିଏ, କେଉଁଠି, ତା ଘର, ଏଠାକୁ କେମିତି ଆସିଲା ସବୁ ଜଣାଇଲା। ତାକୁ କୋଳେଇ ନେଲା ସୁନିତା। ମନେ ମନେ ନିଜ ଝିଅର ସ୍ଥାନ ଦେଇ ସାରିଥିଲେ ସୁନିତା। ଆଇନ ଅନୁସାରେ ଆପଣେଇ ନେବେ ବୋଲି ଭାବିନେଲେ, କିନ୍ତୁ ମହେନ୍ଦ୍ରଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ଅନ୍ୟ କିଛି ଭାବୁଛନ୍ତି। ତେଣୁ ସୁନିତାଙ୍କ କଥାରେ ଗୁରୁତ୍ୱ ଦେଇ ନ ପାରନ୍ତି। ସକାଳେ ହେଉ ଏ ବିଷୟରେ ସୁନିତା ନିଶ୍ଚୟ କଥା ହେବ ମହେନ୍ଦ୍ରଙ୍କ ସହ। ରାତି ପାହିଲା, ସୂର୍ଯ୍ୟ ଉଇଁଲେ। ଆକାଶରୁ ମେଘର ଆବରଣ ହଟିଯାଇଥିଲା। ଅଳ୍ପ ଅଳ୍ପ ଜଳବିନ୍ଦୁ ପତ୍ରମାନଙ୍କରେ ଲାଗି ରହିଥିଲା। କିନ୍ତୁ ସୁନିତାଙ୍କର ମନ ଆକାଶ ମେଘାଚ୍ଛନ୍ନ ଥିଲା। ନୟନ ଦୁଆରୁ ଅବିରାମ ଗତିରେ ମେଘ ବରସି ଯାଉଥିଲା। ମହେନ୍ଦ୍ର ଗୀତାକୁ ନେଇ ପୋଲିସ ଷ୍ଟେସନ ଯାଉଥିଲେ। ସୁନିତା ସାଙ୍ଗରେ ଯିବାକୁ ଚାହିଁବାରୁ ବାରଣ କଲେ। ଗୀତା ଜଣେ ଅପହୃତା, ତାର ପିତାମାତା ବ୍ୟସ୍ତ ହେଉଥିବେ। ଆମକୁ ତାକୁ ପରିବାର ପାଖରେ ଛାଡ଼ିଦେବା ଉଚିତ। ସବୁ ବୁଝିବି ଅବୁଝା ହେଉଥିଲେ ସୁନିତା। ତାଙ୍କ ମାତୃତ୍ୱ ଗୀତାକୁ ନିଜ ମାନି ନେଇଥିଲେ। ମହେନ୍ଦ୍ରଙ୍କ ଗାଡ଼ି ଗୀତାକୁ ନେଇ ଅଦୃଶ୍ୟ ହେବା ଯାଏଁ ଅପଳକେ ସୁନିତା ଚାହିଁ ରହିଥିଲେ। ମହେନ୍ଦ୍ର ଫେରୁ ଫେରୁ ସଞ୍ଜ ହେଲା। କାହିଁକି କେଜାଣି ମନରେ ଆଶା ଥିଲା ମହେନ୍ଦ୍ର ଗୀତାକୁ ସାଙ୍ଗରେ ନିଶ୍ଚୟ ନେଇ ଫେରିବେ। ତେଣୁ ମହେନ୍ଦ୍ରଙ୍କ ଆଡ଼କୁ ଏକ ଆଶାଭରା ନୟନରେ ଚାହିଁଲେ। ମହେନ୍ଦ୍ର ସୁନିତାଙ୍କ କଥା ବୁଝିପାରୁଥିଲେ। ଆଖିରୁ ଲୁହ ପୋଛି ସାନ୍ତ୍ୱନା ଦେଲେ। ସେ ତାର ପରିବାର ପାଖକୁ ଫେରିଯାଇଛି। ପୋଲିସ ନେଇ ତା ଗାଁରେ ଛାଡ଼ି ଆସିଛି। ଆଉ କାହାର ପିଲାକୁ ନିଜର କରିବା ଆଇନ ବିରୋଧୀ। ଭଗବାନ ନିଶ୍ଚୟ ଆମ ଡାକ ଶୁଣିବେ, ଆମ ପିତାମାତା ହେବାକୁ ଦେବେ। ସୁନିତା କିଛି ନ କହି ଲୁହ ଝରାଉଥାନ୍ତି। ମନେ ମନେ ଭାବୁଥିଲେ, ତୁମେ ଲେଖକ, ବାକ୍ୟର ଧାରାକୁ ଏମିତି ମାର୍ଗ ଦିଅ ଯେ ତାକୁ ରୋକିବା କିମ୍ବା ବଦଳାଇବା ମୋ ପକ୍ଷେ ଅସମ୍ଭବ। ତେଣୁ ଆଜି ମୁଁ ବ୍ୟର୍ଥ ଚେଷ୍ଟା କରିବି ନାହିଁ। କିଛି ଦିନ ବିତିଗଲା।
ଏକ ଫୋନ୍ କଲ୍ ବିବ୍ରତ କରିଦେଲା ସୁନିତାଙ୍କୁ। ଗୀତା କହିଲା, ଗୀତା ଯିବା ସମୟରେ ସୁନିତା ଘରେ ଫୋନ୍ ନମ୍ବର ଓ ନିଜ ମୋବାଇଲ୍ ନମ୍ବର ଲେଖାଥିବା କାଗଜଟିଏ ଦେଇଥିଲେ। ମଝିରେ ମଝିରେ ଗୀତା ଫୋନ୍ କରିବାକୁ କହିଥିଲେ, କିନ୍ତୁ ଗୀତା ଯିବା ମାସକ ଉପରେ ହେଲାଣି କେବେ ଫୋନ୍ କରିନଥିଲା। ଆଜି ଫୋନ୍ କରି ସାହାଯ୍ୟ ମାଗୁଛି। ତା'ର ବାପା କିଛି ଟଙ୍କା ବଦଳରେ ତାକୁ ବିକି ଦେଇଛି। ସୁନିତାଙ୍କଠାରୁ ଏହା ଶୁଣି ମହେନ୍ଦ୍ର ବି ବ୍ୟସ୍ତ ହୋଇଗଲେ। ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇ ଲେଖିବାକୁ ବସିଲେ। ଗୀତାର କାହାଣୀକୁ ଲୋକଲୋଚନକୁ ଆଣିବି, ତାକୁ ନ୍ୟାୟ ଦେବି। କିଛି ସମୟ ଅନ୍ତରରେ ଲେଖା ସରିଲା। ସୁନିତାଙ୍କୁ ଡାକି ହାତକୁ କାଗଜତକ ବଢ଼ାଇ ଦେଲେ। ପଢ଼ ଓ ମତାମତ ଦିଅ। ସୁନିତା ମହେନ୍ଦ୍ରଙ୍କ ଲେଖାର ସର୍ବଦା ପ୍ରଥମ ପାଠିକା। ସୁନିତାଙ୍କୁ ନ ପଢ଼େଇ କୌଣସି ଲେଖା ପ୍ରକାଶ କରନ୍ତି ନାହିଁ। ଏଥର ବି ସୁନିତା ପଢ଼ି କହିଲେ, ତାହେଲେ ଏଥର କାହାଣୀର ନାୟିକା ଗୀତା। ଭଲ ହେଇଛି। ସୁନିତାଙ୍କର କଥାର ମର୍ମ ଠିକ୍ରେ ବୁଝିପାରିଲେ ନାହିଁ ମହେନ୍ଦ୍ର। କହିଲେ, କାହାଣୀର ଶେଷ କ'ଣ କରିବେ ଜାଣିପାରୁନି। ସୁନିତା ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥାଏ। ସେ ମହେନ୍ଦ୍ରଙ୍କ ମୁହଁକୁ ଚାହିଁ ରହିଥାନ୍ତି। ସେ ଚାହାଣୀର ଅନେକ ପ୍ରଶ୍ନ ଯାହା ମହେନ୍ଦ୍ରଙ୍କୁ ବିଚଳିତ କଲା। ମହେନ୍ଦ୍ର କହିଲେ, ଦେଖ, ମୁଁ ଜାଣିଛି ତମେ ଗୀତା ଜୀବନର କିଛି ପୃଷ୍ଠା ଜାଣିଛ। ତା ପାଇଁ ତୁମ ମନରେ ମାତୃତ୍ୱ ଭାବ ଅଛି। କିନ୍ତୁ ପୁଣି କ'ଣ? ଆମେ ଯଦି ଗୀତାକୁ ଆମ ପାଖରେ ରହିଥାନ୍ତେ ଏମିତି କିଛି ଘଟିନଥାନ୍ତା। କେମିତି ବାପ କେଜାଣି ଝିଅକୁ ବିକି ଦେଇଛି। ପିଲାଙ୍କୁ ପୋଷି ପାରିବନି ଯଦି ଜନ୍ମ ଦେଲା କାହିଁକି? ମୁଁ ଏକ ଆର୍ଟିକଲ ଲେଖି ନ୍ୟାସନାଲ ନ୍ୟୁଜ୍ ପେପରରେ ଦେବି। ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ୟା ଉପରେ ଏକ ଡିବେଟ୍ ରଖିବି। ସେ ବାପା ନିଶ୍ଚୟ ଦଣ୍ଡ ପାଇବ। ଆମେ କ'ଣ ଦଣ୍ଡ ପାଇବାର ଯୋଗ୍ୟ ନୁହେଁ ମହେନ୍ଦ୍ର? ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ମହେନ୍ଦ୍ର। ସୁନିତା ନେଇଗଲେ ଅତୀତର ଅଧ୍ୟାୟ ଭିତରକୁ। ସେତେବେଳେ ସେ ନୂଆ ନୂଆ ମହାବିଦ୍ୟାଳୟରେ ଅଧ୍ୟାପିକା। ମହେନ୍ଦ୍ରଙ୍କ ପରି ଉଚ୍ଚ ପଦସ୍ଥ ସରକାରୀ ଅଫିସର ଓ ଉଚ୍ଚକୋଟୀର ଲେଖକଙ୍କ ସହ ତାଙ୍କ ବିବାହ ହେଲା। ଉଭୟ ବିବାହ କରିଥିଲେ ସତ, କିନ୍ତୁ ନିଜ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ ରହିଲେ। ସମୟ ବିତିବା ସହ ପରିବାରରୁ ଚାପ ଆସୁଥିଲା 2ରୁ 3 ହେବାକୁ। ଛୁଆପିଲା ଜଞ୍ଜାଳରେ ପେଶି ଉଭୟ ସମୟ ନଷ୍ଟ କରିବାକୁ ଚାହୁଁନଥିଲେ। ତେଣୁ 3 ଥର ମହେନ୍ଦ୍ରଙ୍କ ଅନୁମତିରେ ଲିଙ୍ଗ ନିରୂପଣ କରି ସୁନିତା ଗର୍ଭପାତ କରିଛନ୍ତି। ସେତେବେଳେ ସେ ଚାହୁଁଥିଲେ ପୁଅଟିଏ। ଅତୀତରୁ ଫେରି ଆସିଲେ। ସୁନିତା ପ୍ରଶ୍ନ କଲେ ମହେନ୍ଦ୍ରଙ୍କୁ, କୁହ ମହେନ୍ଦ୍ର, ଆମେ ଦୁହେଁ ତ ଉଚ୍ଚ ଶିକ୍ଷିତ, ସଭ୍ୟ ସମାଜର ଅଂଶ। ଆୟ ଏତେ ଅଧିକ ଯେ ଏକ ସନ୍ତାନ ପାଳନର କୌଣସି ବାଧା ନଥିଲା। ତାହେଲେ କାହିଁକି ପୁଅ ଲୋଭରେ 3 ଥର ଗର୍ଭପାତ କଲେ? ନା ବଂଶରକ୍ଷା ହୋଇପାରିଲା, ନା ମୁଁ ମାତୃତ୍ୱ ଲାଭ କଲି। ଉତ୍ତର ଆଶାରେ ମହେନ୍ଦ୍ର ଚାହିଁଲେ। ମହେନ୍ଦ୍ର କିନ୍ତୁ ନୀରବ। କିନ୍ତୁ ସମୟ ପରେ ତା ଆଖି ଓଦା ହୋଇଯାଇଥିଲା। ତୁମେ ଠିକ୍ କହୁଛ ସୁନିତା। ରୋଗିଣା ମା, ମଦୁଆ ବାପା, 4ଟା ଭାଇ ଭଉଣୀଙ୍କର ଦାୟିତ୍ୱ ନେଉଥିଲା ଗୀତା। ଅପହୃତା କହି ତାକୁ ତା ପରିବାରକୁ ଫେରାଇ ଦେଲେ। ଦେଖ କ'ଣ ଘଟିଗଲା। ଗୀତାକୁ ଖୋଜି ଆଣ। ଆଇନ ଅନୁଯାୟୀ ଆମେ ତାକୁ ଆମ ଝିଅ କରିବା। ମହେନ୍ଦ୍ର ସୁନିତାଙ୍କ କଷ୍ଟ ବୁଝିପାରୁଥିଲେ। ତାଙ୍କ ମଧ୍ୟରେ ପିତୃତ୍ୱ ସତ୍ତା ଉଙ୍କି ମାରୁଥିଲା। ତେଣୁ ଗୀତାଙ୍କୁ ଖୋଜି ଆଣିବାକୁ ମନସ୍ଥ କଲେ। ଗୀତା ଗାଁରେ ପହଞ୍ଚିଲେ ମହେନ୍ଦ୍ର। ସେଠି ଯାହା ଦେଖିଲେ ଶୁଣିଲେ ନିଜକୁ କ୍ଷମା କରିପାରିଲେ ନାହିଁ। ଏକ ଭଙ୍ଗା ଦଦରା ଚାଳ ଘରେ ରହୁଛନ୍ତି ଗୀତାର ପରିବାର। ଛିଣ୍ଡା କନ୍ଥା ଉପରେ ଶୋଇଛି ରୋଗିଣା ମା। ଭାଇ ଭଉଣୀମାନଙ୍କ ଶରୀର ନୁହେଁ ତ ହାଡ଼ ପଞ୍ଜରା ରହିଛି। ଗୀତା ସବୁଠୁ ବଡ଼। ତାକୁ 7 ବର୍ଷ ମା ରୋଗରେ ପଡ଼ିଲା। ତେଣୁ ଭାଇ ଭଉଣୀଙ୍କୁ ମା ସାଜି ଯାଇଥିଲା ସେ ଛୋଟିଆ ଝିଅଟି। ବାପ ଦିନ ମଜୁରିଆ, ଯାହା ରୋଜଗାର କରି ମଦ ପିଇ ଉଡ଼ାଇ ଦିଏ। ପିଲେ ଖାଇବାକୁ ମାଗିଲେ ପିଟେ। ଗୀତା 10 ବର୍ଷରେ ସବୁ ବୁଝି ଭାଇ ଭଉଣୀ ମା ଦାୟିତ୍ୱ ନେଇଯାଇଥିଲା। ପର ଘରେ କାମ କରି ଯାହା ଯେମିତି ମିଳୁଥିଲା ସମସ୍ତେ ଓଳେ ଖାଇ ଓଳେ ଉପାସ ରହୁଥିଲେ। ଧୀରେ ଧୀରେ ଯୌବନ ଛୁଉଁଥିଲା ଗୀତାକୁ। 12 ଲୋକଙ୍କର ନଜର ପଡ଼ିଲା। ସେ ହେଲେ ଧରା ଦେଉନଥିଲା। ନିଶାସକ୍ତ ବାପ ଝିଅକୁ ବିକ୍ରି କରିଦେଲା। ସେଦିନ ସେ ଜଣଙ୍କର ଘରରୁ ପାଇଟି ସାରି ଫେରୁଥିବା ବେଳେ 2 ଜଣ ତାକୁ ଉଠାଇ ନେଲେ। ତେଣୁ ସେ ଭାବିଲା ତାର ଅପହରଣ ହୋଇଯାଇଛି। କୋଳେ ବେଳେ ସେମାନଙ୍କ ହାବୁଡ଼ରୁ ଖସି ମହେନ୍ଦ୍ରଙ୍କ ପାଖରେ ପହଞ୍ଚିଥିଲା। ମହେନ୍ଦ୍ର ଗାଁରେ ଛାଡ଼ିଦେବା ପରେ ନିଶାଖୋର ବାପା ଟଙ୍କା ନେଇ ପୁଣି ଝିଅକୁ ବିକ୍ରି କରିଦେଇଛି। ମହେନ୍ଦ୍ର ସବୁ ଶୁଣି ଫେରିଲେ। ସୁନିତା ସବୁ ଶୁଣି ଅଧୀର ହୋଇଗଲେ। ନେହରା ହେଉଛନ୍ତି ଗୀତାକୁ ଫେରାଇ ଆଣିବା ପାଇଁ। ମହେନ୍ଦ୍ର ବି ପୋଲିସ ସହ ଗୀତା ସନ୍ଧାନରୁ ଘରୁ ଫେରି ଯାଇଛନ୍ତି। ଏକ ଘଡ଼ଘଡ଼ି ଶବ୍ଦରେ ପ୍ରକୃତିସ୍ଥ ହେଲେ ସୁନିତା। ନଦୀର ଗଭୀର ଜଳରୁ ଛାଣି କେହି ତାଙ୍କୁ ବର୍ତ୍ତମାନ କୂଳରେ ନିକ୍ଷେପ କଲା ଭଳିଆ। କିନ୍ତୁ ଚିନ୍ତାର ଅନ୍ତ ନାହିଁ। ଗୀତା କେଉଁଠି କେଉଁ ଅବସ୍ଥାରେ ଥିବେ ଭାବି ଚିନ୍ତାଗ୍ରସ୍ତ। ଅନେକ ଆଶଙ୍କା ମନକୁ ଆନ୍ଦୋଳିତ କରୁଥାଏ। ମନେ ମନେ ଭଗବାନଙ୍କ ନାମ ଜପ କରୁଥାନ୍ତି। କହୁଥାନ୍ତି, ହେ ପ୍ରଭୁ,
ପିଲାଟିର ପିଲାଦିନ କୈଶୋର ଅପହରଣ ହୋଇଯାଇଛି, ତାକୁ ମୋ କୋଳକୁ ଫେରାଇ ଦିଅ। ମୋର ମାତୃତ୍ୱ ଅପହରଣ ନ ହେଉ, ମୋ କୋଳକୁ ଫେରାଇ ଦିଅ। ଅବିରାମ ବର୍ଷା ଗତିରେ ଚାଲିଥାଏ। ସେମିତି ଅନ୍ଧକାରକୁ ଚାହିଁ ସୁନିତା ଠିଆ ହୋଇଥାନ୍ତି।